पखाळ आम ओडिया माटीर संस्कृति और परिचय गरीब मुहर से खुशीटी होउछि पखाळ ओडियांक प्रिय खाद्य पखाळ पूर्वरु गाँ गहली मानकरे गरीब लोकंकर मुख्य खाद्य थिला पखाळ जेतेबेले दक्षिण भारत कथा आमे आलोचना करू प्रथमे मुहरे आसे संबर इडली और चारुपाणी ठीक सेही परी ओडिया कथा आसिले बा ओडिसार कथा पड़िले मनकू प्रथमे आसे पखाळ पखाळ हेउछि ओडियांक परिचय कुहाଯାଏ ଖରା ଦିନ ଆସିଲେ ଓଡ଼ିଆଙ୍କ ଘରେ ଖୋଜା ପଡ଼େ ପଖାଳ। ଏହା ପ୍ରସ୍ତୁତ ଖୁବ୍ ସରଳ ଓ କମ୍ ଖର୍ଚ୍ଚରେ ହୋଇଥାଏ। ଓଡ଼ିଆଙ୍କ ଘରେ ବର୍ଷକୁ 12 ମାସ ପଖାଳ ଖୋଜା ପଡ଼େ। ଏହା ଆମକୁ ବଳ ଦିଏ ଓ ଶକ୍ତି ଦିଏ। ଯେତେ ଯାହା ଖାଇଲେ ବି ପଖାଳ ମୁଠାଏ ପେଟରେ ପଡ଼ିଲେ ଓ କି ଶାନ୍ତି ତାହା ଅନ୍ୟ କୌଣସି ଖାଦ୍ୟରେ ମିଳେ। ଓଡ଼ିଆଙ୍କ ଖାଦ୍ୟ ତାଲିକାରେ ପଖାଳର ସ୍ଥାନ ସବୁବେଳେ ସ୍ୱତନ୍ତ୍ର ରହିଆସିଛି। ଓଡ଼ିଆଙ୍କର ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଲୋକପ୍ରିୟ କରାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ 20 କୁ ପଖାଳ ଦିବସ ରୂପେ ପାଳନ କରାଯାଏ। ସ୍ୱାସ୍ଥ୍ୟ ପାଇଁ ହିତକର ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ। ଏହାର ଫାଇଦା ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ପଖାଳରେ କ'ଣ ସବୁ ରହିଛି। ଆମେ ଯେତେବେଳେ ଭାତ ରାନ୍ଧୁ 100 ଗ୍ରାମ ଭାତରେ ଆଇରନର ମାତ୍ରା 3.4 ମିଲିଗ୍ରାମ ଥାଏ। ସେହି ଭାତରେ ପାଣି ପୁରାଇ ଅତି କମ୍ରେ 10 ରୁ 12 ଘଣ୍ଟା ରଖାଯାଏ ତେବେ ସେହି ଭାତ ମଧ୍ୟରେ ଆଇରନର ମାତ୍ରା 74.91 ମିଲିଗ୍ରାମ ହୋଇଯାଏ। ପଖାଳରେ ଭରପୁର ମାତ୍ରାରେ ସୋଡିୟମ ପଟାସିୟମ ଏବଂ କ୍ୟାଲସିୟମ ଥାଏ। ସବୁଠାରୁ ଅଧିକ ଶକ୍ତି ବଢ଼ାଉଥିବା ଖାଦ୍ୟ ହେଉଛି ଆମ ପଖାଳ। ପଖାଳ ଆମ ପାଟି ଓ ପେଟକୁ ଖାଲି ଭଲ ଲାଗିନଥାଏ। ଏକ ଗବେଷଣାରୁ ମଧ୍ୟ ସ୍ପଷ୍ଟ ଜଣାପଡ଼ିଛି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ ବାସି ପଖାଳ। भुवनेश्वर एम्स रे 2 वर्ष धरी बासी पखाळ और तोराणी को नहीं मध्य गवेषणा करा जायतिला। गवेषणारू स्पष्ट जना पड़िछि बासी पखाळ और तोराणी रे प्रचुर मात्रा रे रोग प्रतिरोधक शक्ति था। भुवनेश्वर शिल्पा दास को रिपोर्ट न्यूज इंडिया।